ଗଜପତି ଜିଲ୍ଲା ଗୋସାଣୀ ବ୍ଲକ କୁରାଣ୍ଡି ଥାନା ଅନ୍ତର୍ଗତ ତୋଟାକୁମଡ଼ା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଏସ୍ ରାଉତପୁର ଗ୍ରାମ ନିକଟସ୍ଥ ରାସ୍ତା କଡ଼ରେ ମିଳିଥିବାର ଜଣାପଡ଼ିଛି। ତେବେ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଆଲୋଚନା ହେଉଛି। ଘଟଣାରୁ ପ୍ରକାଶ ଯେ ତୋଟାକୁମଡ଼ା ଗ୍ରାମର ହରିଶ୍ଚନ୍ଦ୍ର ମୁନି ବୟସ 31 ବର୍ଷ ନାମକ ଜଣେ ବିବାହିତ ଯୁବକ ବୁଧବାର ଦିନ ନିଜ ଘରୁ କେଉଁଆଡ଼େ ନିଜ ବାଇକ୍ ଧରି ଯାଇଥିଲେ। ବୁଧବାର ରାତି ଏବଂ ଗୁରୁବାର ଦିନ ତାଙ୍କର ଦେଖା ନ ମିଳିବାରୁ ତାଙ୍କ ପରିବାରବର୍ଗ ବହୁ ଖୋଜାଖୋଜି କରିଥିଲେ। ଗୁରୁବାର ଦିନ ଏସ୍ ରାଉତପୁର ଗ୍ରାମ ନିକଟରେ ରାସ୍ତା ତଟରେ ତାଙ୍କ ମୃତଦେହକୁ ତାଙ୍କ ମା ଏବଂ ତାଙ୍କ ସମ୍ପର୍କୀୟମାନେ ବାଇକ୍ଟି ହରିଶ୍ଚନ୍ଦ୍ରଙ୍କ ଉପରେ ପଡ଼ିଥିବା ଅବସ୍ଥାରେ ଦେଖିଥିଲେ। ପରେ ଗୁରାଣ୍ଡି ପୋଲିସକୁ ଖବର ଦେଇଥିଲେ। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନରେ ପୋଲିସ ଟିମ୍ ପହଞ୍ଚି ଶବକୁ ଜବତ କରିବା ସହ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଥିଲେ। ଏନେଇ ଗୁରାଣ୍ଡି ଥାନାରେ 60/24 ନମ୍ବରରେ ମାମଲା ରୁଜୁ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବାର ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ସୁନନ୍ଦା ପାତ୍ର ସୂଚନା ଦେଇଛନ୍ତି। ଗଜପତି ଜିଲ୍ଲାରୁ ଭାସ୍କର ସିଂଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।